ଶୀତ ଦିନ ଆସିଗଲେ ମନେ ପଡ଼ିଯାଏ ପ୍ରଥମାଷ୍ଟମୀ କଥା। ପ୍ରଥମାଷ୍ଟମୀରେ ମାମୁଁ ଘରୁ ଆମ ପାଇଁ ଆସେ ବହୁତ ସାରା ନୂଆ ନୂଆ ଡ୍ରେସ୍। ମାମୁଁ ଘରୁ ଆସିବ ନୂଆ ଚାଉଳ, ବିରି ଆଉ ହଳଦୀ ପତ୍ର। ହଳଦୀ ପତ୍ରର ପିଠାଟା କେତେ ବଢ଼ିଆ ଲାଗେ, ବର୍ଷ ସାରା ତ ଆମେ ଖାଇବା ପାଇଁ ପାଆନ୍ତିନି। ସେଇ ହଳଦୀ ପତ୍ର ମିଳେ ଶୀତ ଦିନରେ, ଯେଉଁଟାକି ପ୍ରଥମାଷ୍ଟମୀ ସମୟରେ। ପିଠାରେ ଆମର ହେଉଛି ପୁର ଦିଆଯାଏ, ନଡ଼ିଆ, ଛେନାପୁର, ସାଧା ପିଠା। ସେଇ ପିଠା ମଟର ତରକାରୀ ତା ସହିତ କ୍ଷୀରି ତା ସହିତ ମିଠା ଖାଇବା ପାଇଁ କେତେ ମଜା ଲାଗେ। ଆଉ ସେଇ ପ୍ରଥମାଷ୍ଟମୀ ପାଳନ କରିବା ପାଇଁ ସାନ୍ଭି ଆମର ଆଜି ବାହାରି ପଡ଼ିଛି ନୂଆ ଡ୍ରେସ୍ କିଣିବା ପାଇଁ। କାହା କାହା ସହିତ? ମାମା ପାପା ସହିତ ଅଜା ଆଉ ମାଉସୀ। ଆମେ ଯାଉଛୁ ଏବେ ନୂଆ ଡ୍ରେସ୍ କିଣିବା ପାଇଁ। ଭଳିକି ଭଳି ଡ୍ରେସ୍ ସେ ପିନ୍ଧି ପକେଇଲା, ଟ୍ରାଏଲ୍ କରିଦେଲା କେଉଁଟା ଭଲ ଲାଗୁଛି, ଏଇଟା ନେବା ସେଇଟା ନେବା। ଆମେ ତ 10ଟା ଖଣ୍ଡେ ଡ୍ରେସ୍ ତା ଉପରେ ଟ୍ରାଏଲ୍ କରିଦେଲୁ, କିନ୍ତୁ ତାର ମନ ପାଉନି। ଛୋଟ ପିଲା ହେଲେ କ'ଣ ହେବ, ଆଜିକାଲି ଛୁଆ ତ ସବୁ 5Gର ଛୁଆ ନା, ସେମାନଙ୍କୁ ତାଙ୍କ ମନ ପସନ୍ଦର ଡ୍ରେସ୍ ଦରକାର। ତାକୁ ପ୍ୟାଣ୍ଟ ଭଲ ଲାଗିଲେ ଟପ୍ ଭଲ ଲାଗୁନି, ଫ୍ରକ୍ ଭଲ ଲାଗିଲେ ଡ୍ରେସ୍ ଭଲ ଲାଗୁନି। ତ ସେଇ ଅନୁସାରେ ଆମେ ତାର ହେଉଛି ତା ମନ ପସନ୍ଦରେ ଡ୍ରେସ୍ ହେଉଛି ପିନ୍ଧେଇକି ତାକୁ ଟ୍ରାଏଲ୍ କରେଇଦେଲୁ। ଏଇ ଗୋଟେ ଗୋଟେ ଡ୍ରେସ୍ ଦେଖନ୍ତୁ ତା ମନକୁ ବହୁତ ପାଇଛି। ତ ସେ ଡ୍ରେସ୍ ଦେଖିକି କହୁଛି ମାମା ଏଇ ଡ୍ରେସ୍ ସବୁ ନେବା। ସେଇ ଡ୍ରେସ୍ କିଣା ସହିତ ବାବା ଆମକୁ ନେଇକି ପଳେଇଲେ ଆମ ଡ୍ରେସ୍ କିଣିବା ପାଇଁ। କାହିଁକି ନା ମୁଁ ବି ତା ଭିତରେ ଟିକେ ବଡ଼ ଅଛି ତ ପ୍ରଥମାଷ୍ଟମୀରେ ମୋର ବି କିଣା ହେବ। ସେଥିପାଇଁ ମୋର ପାଇଁ ବି ହେଉଛି ଗୋଟେ ଦୁଇଟା ଡ୍ରେସ୍ ଦେଖିଦେଲୁ। ସେଥିରେ ସାନ୍ଭି ଆମର ଚଏସ୍ କରିଦେଉଛି ଡ୍ରେସ୍। ମୋ ଡ୍ରେସ୍ ପସନ୍ଦ କରୁ କରୁ ସାନ୍ଭିକୁ ଆଉ ଗୋଟେ ଡ୍ରେସ୍ ପସନ୍ଦ ଆସିଗଲା, ସିଏ ଚାଲିଗଲା ଟ୍ରାଏଲ୍ କରିବା ପାଇଁ। ଆମର ତ ସରିଗଲା ସପିଂ, ଆମେ ଚାଲିଲୁ ଏବେ ବିଲ୍ କରିବା ପାଇଁ। ଆପଣମାନେ ଆଉ ଡେରି କରନ୍ତୁନି, ପ୍ରଥମାଷ୍ଟମୀ ପାଖେଇ ଆସିଲାଣି। ଜଲ୍ଦି ସପିଂ କରିନାହାନ୍ତି ଯଦି ତାହେଲେ ଜଲ୍ଦି ଜଲ୍ଦି ଅଜାଙ୍କୁ ଫୋନ୍ କରନ୍ତୁ, ଆଉ ଜଲ୍ଦି ଜଲ୍ଦି ଅଜାଙ୍କୁ ଡାକି ସପିଂ କରିବାକୁ ଯାଇ ଅଜାଙ୍କର ସବୁ ପଇସା ସାରି ଦିଅନ୍ତୁ। ପକେଟ୍ ଖାଲି ପୁରା ଆପଣ ସପିଂ କରି ଜିନିଷ ଧରିକି ଘରକୁ ଯାଆନ୍ତୁ। ବାଏ ବାଏ।